देख भाई सब जगह जब एमतीका खाଇବା ପିଇବା ସଫିସିଏଣ୍ଟ ରହୁଥିବ ଆଉ ରହିବାରେ ବି କିଛି ଅସୁବିଧା ହେଉନଥିବ ନା କୌଣସି ପିଲା କେତେବେଳେ ବି କେଉଁ ଜାଗାରେ ଛାଡ଼ିକି ଯିବ ନାହିଁ କାମ। ତ ଆଜିର କଥା କିଛି ଆଜ୍ଞା ସେମିତି କି ସକାଳୁ ଉଠି ଗାଧୋଇ ପାଧୋଇ ଫ୍ରେଶ୍ ହେଇଗଲି ତାପରେ ପଳେଇ ଆସିଲି ନାସ୍ତା କରିବା ପାଇଁ। ଆଉ ନାସ୍ତାରେ ହେଇଥିଲା ଆଜି ମୋ ଫେଭରେଟ୍ ଇଟଲି। ଇଟଲି ହେଇଥିଲା କିନ୍ତୁ ସାମ୍ବରଟା ନଥିଲା ବାକି ମଜା ନହେଲେ ଆସିଯାଇଥାନ୍ତା। ଫଟାଫଟ ଖାଇ ଖୁଆ ଦେଇକି ପଳେଇ ଆସିଲି। ଆସିକି ପହଞ୍ଚିଲି କିଚେନ୍ ଭିତରେ। କିଚେନ୍ରେ ଆସିକି ପହଞ୍ଚୁ ପହଞ୍ଚୁ ଫାଷ୍ଟ ତ ଲଗେଇଲି ଭାଟି ଯେଉଁଟା ନିହାତି ଦରକାର ନିହାତି ବହୁତ ଦରକାର। ଫାଷ୍ଟ ଭାଟି ଲଗେଇଲି। ଭାଟିକି ଟିକେ ନ ମୁଣ୍ଡିଆ ମାରିଲା ପର୍ଯ୍ୟନ୍ତ କିଛି ବି ଆମର ସୁବିଧା ହେବନି ସବୁ ଠିକ୍ ଠାକ୍ ରହିବ। ଜୁହାର ହେଇସାରିଲା ପରେ ଫ୍ରିଜ୍ ଚେକ୍ କଲି ଫ୍ରିଜ୍ ମାନେ 15 ଦିନ ହେଲାଣି ଫ୍ରିଜ୍ ସଫା ବି ହେଇନଥିଲା। ତ ଫାଷ୍ଟ ଆଗ ଫ୍ରିଜ୍ ସଫା କରିବା ତାପରେ ଯାଇକି ଦେଖିବା ଆଗକୁ କ'ଣ ବକଚୁଦି କରୁଛେ ଆମେ। ଫଟାଫଟ ଫ୍ରିଜ୍ ସାମାନ ସବୁ କାଢ଼ିଦେଲି। କାଢ଼ି କୁଢ଼ାକି ସବୁ ପୋଛି ପୋଛାକି ଯେଉଁଟା ସାମାନ ସବୁ ଭଲ ଅଛି କେଉଁଟା ଖରାପ ଅଛି ଚିକେନ୍ ଫିକେନ୍ ଯେତିକି ଯାହା ଥିଲା କାଢ଼ି କୁଢ଼ାକି ସବୁ ଚେକ୍ କରିଦେଲି। ତାପରେ ମଇଦା ବି ଆମର ଇଆଡ଼େ ଆଇସି ଛାଡ଼ି ଯାଇଥିଲା ତାକୁ ଆଣିକି ସବୁ ପେଡ଼ା କାଟିକି ଗୋଟେ ଟ୍ରେ ପୁରା ଫୁଲ୍ କରିଦେଲି ଯେମିତି ମୋର ଆଉ ଟେନସନ୍ କିଛି ନଥିବ। ଫଟାଫଟ ପେଡ଼ା ପକାଇଦେଲି ଗୋଟେ ଟ୍ରେ ପକାଇ ସାରିଲା ପରେ ତାପରେ ଏଠି ତାୱା ରୁଟି ଦୁଇଟା ଅର୍ଡ଼ର ଆସିଯାଇଥିଲା ଯେଉଁଟାକି ଥାଳିର ଥିଲା। ତ ଫଟାଫଟ ମୁଁ ତାୱା ରୁଟି ଦୁଇଟା ଦେଇଦେଲି। ଆଉ ଥାଳି ବି ଆମର ଏପଟୁ ପୁରା ରେଡ଼ି ହେଇସାରିଥିଲା। ଏତିକି ଆଇଟମ୍ ଅଛି ଆହୁରି ସାରା ଆଇଟମ୍ ଦିଆ ହେଇନାହିଁ। ତାପରେ ଦେଖିଲି ଏଠି ଭେଣ୍ଡି ତୁରତୁରି ହେଇଥିଲା ପାଟିରେ ରହିଯାଇଥିଲା ସେଇ ପାଟିରୁ ଘିନି ଆସିଲି ଦୁଇଟା ଖାଇଦେଲି। ଖାଇସାରିଲା ପରେ ଦେଖିଲି ମସଲା କୁଲଚା ମସଲା ଆମର ସରିଯାଇଥିଲା ମସଲା କୁଲଚାରେ ମସଲା ଘିନି ଆସିଲି ଆଣିକି ସେଥିରେ ପନିର ଟିକେ ଘୁରିଦେଲି। ତାପରେ ମସଲା ଯେତିକି ସବୁ ଅଜ୍ଞାନ ମସଲା ଯେତିକି ଥିଲା ସବୁ ଗୁଡ଼ିକ ସେ ଟିକେ ପକାଇ ପକାଇକି ତାପରେ ସେଇଟାକୁ ଭଲ ଭାବରେ ମିକ୍ସ କରିକି ରଖିଦେଲି। ତାପରେ ମୁଁ ପଳେଇ ଆସିଲି ଖାଇବା ପାଇଁ। ଖାଇବାରେ ଆଜି କ'ଣ ଆଜ୍ଞା ଦେଇଛି ବୁଝିପାରୁଥିବ ଦେଖିକି ଆଉ କ'ଣ ଆଜ୍ଞା କହିମି ଦେଖନ୍ତୁ ନିଜେ। ଯେଉଁଟା ହେଇଥିଲା ଡାଲି ଆଳୁ ଚୋଖା ଆଉ ଆମ୍ବ ଖଟା ଆଉ ଦେଖିଲା ବେଳକୁ ମୋ ପାଟିରେ ଖାଲି ନାଳ ଗଡ଼ି ଯାଉଥିଲା। ବେଶୀ ଡେରି ନ କରିକି ମୁଁ ଲାଗି ପଡ଼ିଲି ଫଟାଫଟ ଖାଇବାରେ। ଦେଖିପାରୁଥିବେ ଖାଇବାରେ ଟେଷ୍ଟ କେମିତି ଲାଗୁଛି କ'ଣ କେମିତି ଅଛି ଫଟାଫଟ ଖାଇବାରେ ଲାଗି ପଡ଼ିଲି। ଆଉ ଟେଷ୍ଟ କଥା କହିମି କ'ଣ ଆଜ୍ଞା ବହୁତ ଜବରଦସ୍ତ ପୁରା ଟେଷ୍ଟ ଥିଲା। ତାପରେ କିଚେନ୍ ଭିତରେ ଆସିକି ଦେଖିଲି ସେଫ୍ ଏଠି ଆମର ସମୋସା ମୁଡ଼ିବାରେ ଲାଗି ପଡ଼ିଛନ୍ତି। ଇଭିନିଂରେ ଗୋଟେ ପାର୍ଟି ଥିଲା ଯେଉଁଟା ଖାଲି ସିଙ୍ଗଡ଼ା ଅଛି ତା ସହିତ ଆଉ କିଛି ଥିବ କ'ଣ ବାକି ମୋତେ ଜଣା ନାହିଁ। ଯଦି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଚ୍ୟାନେଲଟିକୁ ନିଶ୍ଚୟ ସବସ୍କ୍ରାଇବ୍ କରିବେ ଆଉ ସପୋର୍ଟ କରିବେ ଆଉ।